ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ତାପମାତ୍ରା 45 ଡିଗ୍ରୀ ପାର। ଅସହ୍ୟ ତାତିରେ ରେକର୍ଡ କରିଛି ଦେଶର ରାଜଧାନୀ ଦିଲ୍ଲୀ। ଆଜି ଦିଲ୍ଲୀ ଏନସିଆର ବିଶ୍ୱର ଅନ୍ୟତମ ଉତ୍ତପ୍ତ ସହର ପାଲଟି ଯାଇଛି। ସ୍ଥିତି ଏପରି ହୋଇଛି, ଦିଲ୍ଲୀର ଅଧିକାର ପାଣିପାଗ ଷ୍ଟେସନରେ ତାପମାତ୍ରା 45 ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ମେ ମାସରେ ଗଲା 2 ବର୍ଷ ମଧ୍ୟରେ କେବେ ବି ଏପରି ତାତି ଅନୁଭବ ହୋଇନଥିଲା। ଗତ 2 ବର୍ଷ ମଧ୍ୟରେ ଆଜି ଦିଲ୍ଲୀ ବନିଛି ସବୁଠାରୁ ଉତ୍ତପ୍ତ ମେ। ଏହା ପୂର୍ବରୁ ଦିଲ୍ଲୀର ତାପମାତ୍ରା ସୋମବାର ପ୍ରାୟ 44 ଡିଗ୍ରୀ ରେକର୍ଡ ହୋଇଥିଲା, କିନ୍ତୁ ଆଜି ଏହା 45 ଡିଗ୍ରୀ ପାର କରିଯାଇଛି। ଦିଲ୍ଲୀର ପ୍ରମୁଖ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଷ୍ଟେସନ ସୋମବାର ସହରର ତାପମାତ୍ରା 43.4 ଡିଗ୍ରୀ ରେକର୍ଡ ହୋଇଥିଲା। ଆଜି ଏଠାରେ ତାପମାତ୍ରା 45.1 ଡିଗ୍ରୀ ରେକର୍ଡ ହୋଇଛି। ଦିଲ୍ଲୀର ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ସବୁଠାରୁ ଅଧିକ ରହିଛି। ଦିନ ବେଳା ପୂର୍ବରୁ କେବେ ବି ଏଭଳି ସ୍ଥିତି ଦେଖିବାକୁ ମିଳିନଥିଲା।